ଘୁମୁସର ମାଟିରେ 77ତମ ସାଧାରଣତନ୍ତ୍ର ଦିବସ ପାଳନ। ସ୍ୱାଧୀନ ଭାରତର ନୂତନ ଚିନ୍ତା ଚେତନାକୁ ନେଇ ଆମେ ଗର୍ବିତ। ଆଜି ଗର୍ବ ଗୌରବର ଦିନରେ ଦେଶ ପାଳନ କରୁଛି 77ତମ ସାଧାରଣତନ୍ତ୍ର ଦିବସ। ଦିଲ୍ଲୀରୁ ପଲ୍ଲୀ ସବୁଠାରେ ଉଡୁଛି ଜାତୀୟ ପତାକା। ସରକାରୀ ବେସରକାରୀ ଅନୁଷ୍ଠାନଠାରୁ ଆରମ୍ଭ କରି ବିଭିନ୍ନ ବିଦ୍ୟାଳୟମାନଙ୍କରେ ପାଳିତ ହେଉଛି 77ତମ ସାଧାରଣତନ୍ତ୍ର ଦିବସ। ଏହି ପରିପ୍ରେକ୍ଷୀରେ ଘୁମୁସର ଅଞ୍ଚଳରେ ମଧ୍ୟ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି। ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମାଶଙ୍କର ବେହେରା ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିଥିଲେ। ଏହି ବର୍ଣ୍ଣାଢ୍ୟ ଉତ୍ସବକୁ ଆହୁରି ଆକର୍ଷଣୀୟ କରିଥିଲା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ୟାରେଡ୍ ସହ ସାଂସ୍କୃତିକ କାର୍ଯ୍ୟକ୍ରମ। ସେହିପରି ଭଞ୍ଜନଗର ପ୍ରେସ୍ କ୍ଲବଠାରେ ଅବସରପ୍ରାପ୍ତ ସୈନିକ କର୍ମଚାରୀଙ୍କ ଦ୍ୱାରା ପତାକା ଉତ୍ତୋଳନ ହୋଇଛି। ଏହାଛଡ଼ା ଭଞ୍ଜନଗର ବରିଷ୍ଠ ନାଗରିକ ମଞ୍ଚ, ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାର, ବାଉଁଶଲୁଣ୍ଡି ପଞ୍ଚାୟତ, ଅଟୋ ସଂଘ, ଓକିଲ ସଂଘ, ଜିଲୁଣ୍ଡି ଯୁବକ ସଂଘ ଇତ୍ୟାଦି ସ୍ଥାନରେ 77ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲ୍ଲାପାଳ ଜରାଶ୍ରମ, କୁଷ୍ଠାଶ୍ରମ, ଭଞ୍ଜନଗର ମେଡିକାଲରେ ଫଳ ଖାଦ୍ୟ ବଣ୍ଟନ କରିଥିଲେ। ଏହି ପୁଣ୍ୟ ଦିବସରେ ଘୁମୁସର ବାହିନୀ ତରଫରୁ ଘୁମୁସର ଜିଲ୍ଲା ଦାବିକୁ ସରକାରଙ୍କ ପାଖରେ ପହଞ୍ଚାଇବା ପାଇଁ ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ପୋଷ୍ଟକାର୍ଡ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି। ଭଞ୍ଜନଗରରୁ ପୁରୁଷୋତ୍ତମ ମହାପାତ୍ରଙ୍କ ରିପୋର୍ଟ, ଜନ ଅଧିକାର ଲାଇଭ୍।